ସ୍ତ୍ରୀ ସଞ୍ଚୟର କରାମତି ଗୋଟିଏ ଅତି ସୁନ୍ଦର ଶିକ୍ଷଣୀୟ କାହାଣୀଟିଏ। ଏକ ଛୋଟ ଗ୍ରାମରେ ଅନନ୍ତର ଜନ୍ମ। 18 ବର୍ଷ ବୟସରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ବେଳକୁ ତାର ପିତାଙ୍କର ଦେହାନ୍ତ ଘଟିଲା। ତାକୁ ହିଁ କ୍ଷେତ ବାଡ଼ିର କଥା ବୁଝିବାକୁ ପଡ଼ିଲା। ଏଥିସହିତ ସେ ନିଜ ପାଇଁ ଚାକିରିଟିଏ ମଧ୍ୟ ଯୋଗାଡ଼ କଲା। ଜମିଦାରଙ୍କ ଦୋକାନରେ ଛୋଟ ଚାକିରିଟିଏ ପାଇ ସେ ଖୁବ୍ ଖୁସି ହେଲା। ଜମିଦାର ଗଜପତି ଜଣେ ସ୍ନେହଶୀଳ ବ୍ୟକ୍ତି। ନିଜର କର୍ମଚାରୀମାନଙ୍କର ସୁଖ ଦୁଃଖ ଅଭାବ ଅସୁବିଧା ପ୍ରତି ତାଙ୍କର ଖୁବ୍ ଦରଦ ଥାଏ। ସେ ବ୍ୟକ୍ତିଗତ ଭାବରେ ଏହାକୁ ଗୁରୁତ୍ୱ ଦେଇ ସେମାନଙ୍କର ସହାୟତା କରନ୍ତି। କର୍ମଚାରୀମାନେ ଏଥିପାଇଁ ତାଙ୍କୁ ପିତୃତୁଲ୍ୟ ଜ୍ଞାନ କରନ୍ତି। ଚାକିରି କରିବାର 1 ସପ୍ତାହ ପରେ ସେହି ଗ୍ରାମକୁ ଯାଇ ନିଜ ମାଆଙ୍କୁ ନିଜ ପାଖକୁ ସହରକୁ ନେଇ ଆସିବା ପାଇଁ ଚେଷ୍ଟା କଲେ। କିନ୍ତୁ ଅନନ୍ତର ମା ସହର ଆସିବା ପାଇଁ ଆଦୌ ରାଜି ହେଲେ ନାହିଁ। ସେ ତାଙ୍କ ପୁଅକୁ କହିଲେ, ଏହା ଆମର ପିତୃପୁରୁଷଙ୍କ ଭିଟାମାଟି। ସାହାଯ୍ୟ ରୂପେ ଦେବା ପାଇଁ ସହର ନିକଟରେ ଏକ ବିରାଟ ଜମି କିଣିଲେ ଓ ତାହା କର୍ମଚାରୀଙ୍କ ମଧ୍ୟରେ ମାଗଣାରେ ସେ ବାଣ୍ଟି ଦେଲେ। ଅନନ୍ତର ଭାଗରେ ମଧ୍ୟ 100 ଗଜ ଜମି। ଘର ତୋଳିବା ଏବେ ଏଠାରୁ ଆରମ୍ଭ କରିଦେଲେ ଖୁବ୍ ଭଲ ହେବ। ଅନନ୍ତ ପୂର୍ବ ପରି ଏଥର ମଧ୍ୟ ବାଣୀର ଉତ୍ସାହକୁ ଏତେଟା ଗୁରୁତ୍ୱ ଦେଲା ନାହିଁ। ସେ କହିଲା, ଘର ତୋଳିବା କିଛି ପିଲା ଖେଳ ନୁହେଁ। ଇଟା, ଚୂନ, ସିମେଣ୍ଟ, କାଠ ଏମିତି କେତେ ଜିନିଷ କିଣିବାକୁ ପଡ଼ିବ। ଏଥିରେ ମଜୁରୀ ପୁଣି ଏବେ ବହୁତ ବଢ଼ିଗଲାଣି। ଆମ ପରି ସାଧାରଣ ଲୋକର ଏହି ମହଙ୍ଗା ଯୁଗରେ ଘର କରିବା ଶକ୍ତି ଆଦୌ ନାହିଁ। ବାଣୀ ଅନନ୍ତର କଥାରେ ପ୍ରତିବାଦ କରି କହିଲା, ତୁମେ ଏପରି କହି ଆଦୌ କୌଣସି ଚେଷ୍ଟା କରୁନାହଁ। ପ୍ରଥମେ ଆମ ପାଖରେ ଯେତିକି ବି ଟଙ୍କା ଅଛି ସେଥିରେ କାନ୍ଥ ଉଠାଇ ଦେବା, ତାପରେ କାଠ ଛାତ ବିଷୟରେ ଭାବିବା। ଯେମିତି ହେଉ ପଛେ ମୁଁ ନିଜର ଏକ ଘର ଠିଆ କରାଇବି। ତୁମେ
ଚୁପ୍ ହୋଇ ରହିଥାଅ। ଅନନ୍ତ କିଛି ନ କହି ସେଠାରୁ ବାହାରିଗଲା। ବାଣୀ ତା ପାଖରେ ଯେତିକି ଟଙ୍କା ଥିଲା ତାକୁ କାଢ଼ି ଗଣିଲା। ମିସ୍ତ୍ରୀଙ୍କ ସହିତ ଆଲୋଚନା କରି ଜମିଦାର ଦେଇଥିବା ଜାଗାରେ ନିଆଁ ଖୋଳିବା ପାଇଁ ସେ ବରାଦ ଦେଲା। ଯେହେତୁ ଅନନ୍ତ ଏ ବିଷୟରେ କିଛି ବି ନ କହି ଚୁପ୍ ରହିଲା, ବାଣୀ ତାକୁ ନ ଜଣାଇ ନିଜ ଚେଷ୍ଟାରେ ଯାହା କିଛି ବି ହୋଇପାରିବ ତାହା କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭ କଲା। ଅଳ୍ପ ଦିନ ଭିତରେ ନିଆଁ ପଡ଼ି କାନ୍ଥ ତୋଳା ହୋଇଗଲା। ଏହାପରେ ବାଣୀ ଗ୍ରାମରେ ରହୁଥିବା ତାର ଭାଇଙ୍କର ନିକଟକୁ କାଠ ପାଇଁ ଖବର ପଠାଇଲା। ଭାଇ ନିଜର ବାଡ଼ିରେ ଥିବା ଗଛରୁ କିଛି କାଠ ଯୋଗାଡ଼ କରିଦେଲେ ଓ ଭଉଣୀର ଉଦ୍ୟମରେ ତାକୁ ସେ ସାହାଯ୍ୟ କଲେ। କବାଟ ଝରକାର ବନ୍ଦୋବସ୍ତ ହୋଇଗଲା। ବାଣୀ ପାଖରେ ଥିବା ସମସ୍ତ ଅର୍ଥ ଖର୍ଚ୍ଚ ହୋଇଗଲା, କିନ୍ତୁ ସେତେବେଳକୁ ଛାତ କାମ ମୋଟେ ହୋଇ ନଥାଏ। ଏପରିସ୍ଥିତିରେ ଦିନେ ଅନନ୍ତ ଭୋଜନ ପରେ ବିଶ୍ରାମ ନେଉଥିବା ସମୟରେ ବାଣୀ ତାକୁ କହିଲା, ତୁମର କେହି ବନ୍ଧୁଙ୍କ ଠାରୁ କିଛି ଅର୍ଥ କରଜ ଯୋଗାଡ଼ ହୋଇପାରିବ କି? ଛାତ କାମ ସରିଗଲେ ଘର ସମ୍ପୂର୍ଣ୍ଣ ହୋଇଗଲା ଜାଣ। ଛାତ ପାଇଁ ଖଣ୍ଡ କଡ଼ି, ବରଗା ଓ ଟାଇଲ୍ସ ଲୋଡ଼ା। ତୁମେ ଏଥିପାଇଁ କିଛି ଅର୍ଥ ଯୋଗାଡ଼ କରିପାରିଲେ ଭାରି ଭଲ ହୁଅନ୍ତା। ଅନନ୍ତ ବିରକ୍ତ ହୋଇ କହିଉଠିଲା, ମୁଁ କେତେବେଳେ କାହାକୁ ହାତ ପତାଇବାର ତୁମେ ଦେଖିଛ? ଘର କାମ ପୂରା ହେଲେ ହଉ, ନ ହେଲେ ନାହିଁ। ମୋର ସମ୍ମାନରେ ଆଞ୍ଚ ଆସିବା ପରି କାମ ମୁଁ ଆଦୌ କରିବି ନାହିଁ। ଏହି ଘଟଣାର ଠିକ୍ 2 ଦିନ ପରେ ଗ୍ରାମରୁ ବାଣୀର ଜଣେ ବାନ୍ଧବୀ ସହରକୁ ବୁଲି ଆସିଲେ। ଦୁଇ ବାନ୍ଧବୀ ସୁଖ ଦୁଃଖ ହେଉଥିବା ସମୟରେ ବାଣୀ ନିଜର ଅଭାବ ଅସୁବିଧା କଥା ତାକୁ ଜଣାଇଲା। ସେ କହିଲେ, ସେଥିପାଇଁ ଆଦୌ ବ୍ୟସ୍ତ ହେବୁ ନାହିଁ। ଆମ ବାଡ଼ିରେ ଅନେକ ତାଳ ଗଛ ଅଛି। କଡ଼ି ବରଗା ପାଇଁ ତାହା ଖୁବ୍ ମଜବୁତ ହେବ। ମୁଁ ଗ୍ରାମକୁ ଯାଇ ତୋର ଯାହା କିଛି ବି ଦରକାର ସେତକ ପଠାଇ ଦେବି। ବାନ୍ଧବୀର ଏଭଳି ପ୍ରତିଶ୍ରୁତି ପାଇ ବାଣୀ ଟିକେ ଆଶ୍ୱସ୍ତ ହେଲା। ଏମିତି ସେହି କାଠରେ ଛାତର କଡ଼ି ବରଗା ହୋଇଗଲା ସିନା, ମାତ୍ର ଟାଇଲ୍ ଯୋଗାଡ଼ ହୋଇ ନଥାଏ। ତେବେ ବାଣୀ ତାର ଉଦ୍ୟମ ସେମିତି ଜାରି ରଖିଥାଏ। ସହରରେ ଥିବା ଟାଇଲ୍ କାରଖାନାରୁ ସେ ଜାଣିପାରିଲା ଯେ ତାର ମାଲିକ ସବୁ ପଇସା ନ ରଖି କିସ୍ତିରେ ମଧ୍ୟ ଟାଇଲ୍ ବିକିବେ, କିନ୍ତୁ ଏଥିପାଇଁ କିଛି ପରିମାଣର ଅର୍ଥ ଓ ଜଣେ ଜଣାଶୁଣା ଲୋକଙ୍କର ମଧ୍ୟସ୍ଥି ହେବା ନିହାତି ଦରକାର। ବାଣୀ ଏଥିରେ ଖୁବ୍ ଚିନ୍ତିତ ହୋଇପଡ଼ିଲା। ଅନନ୍ତ କିଛି ନ କହୁଥିଲେ ମଧ୍ୟ ବାଣୀର ସମସ୍ତ କାର୍ଯ୍ୟକଳାପ ପ୍ରତି ତାର ତୀକ୍ଷ୍ଣ ନଜର ଥାଏ। ତା ପରଦିନ ସକାଳ ବେଳା ବାଣୀ କବାଟ ପାଖରେ ବସି ନିଜର କେଶ ସଜାଡ଼ୁଥାଏ। ଦେଖିଲା ଦୂରରୁ ଏକ ଟାଇଲ୍ ବୋଝେଇ ବଳଦ ଗାଡ଼ିରେ ସେହି ଗଳିରେ ଆସୁଛି। କିଛି ସମୟ ପରେ ଗାଡ଼ିଟି ଠିକ୍ ତାର ଦ୍ୱାର ସମ୍ମୁଖରେ ରହିଲା। ବାଣୀ ଆଶ୍ଚର୍ଯ୍ୟ ହୋଇ ବାହାରକୁ ଆସେ ତ ଦେଖିଲା ବଳଦ ଗାଡ଼ି ପଛେ ପଛେ ଅନନ୍ତ ମଧ୍ୟ ଆସିଛି। ବାଣୀକୁ ଅବାକ୍ ହୋଇ ଚାହିଁ ରହିଥିବାର ଦେଖି ଅନନ୍ତ ସ୍ମିତ ହସି କହିଲା, କ'ଣ ଏପରି ବୋକାଙ୍କ ପରି ଚାହିଁଛ? ଏହି ସବୁ ଟାଇଲ୍ ଆମ ଘରର ଛାତ ପାଇଁ ମୁଁ ଆଣିଛି। ତୁମେ ତ ଏହା ପ୍ରମାଣ କରି ଦେଖାଇଦେଲ ଯେ ପ୍ରଚେଷ୍ଟା କଲେ ମନୁଷ୍ୟ ପକ୍ଷେ କୌଣସି କାର୍ଯ୍ୟ ବି ଅସାଧ୍ୟ ନୁହେଁ। ଏବେ ଶେଷ ମୁହୂର୍ତ୍ତରେ ମୁଁ ଯଦି କିଛି ସାହାଯ୍ୟ ନ କରି ଚୁପ୍ ରହିଲେ ପ୍ରକୃତରେ ଏହା ବଡ଼ ଅନ୍ୟାୟ ହେବ। ତେଣୁ ଡେରିରେ ହେଉ ପଛେ ମୁଁ ମୋର ଦାୟିତ୍ୱ ପ୍ରତି ସଚେତନ ହେଲି। ବାଣୀ ବହୁଦିନରୁ ପତିଙ୍କର ଠାରେ ଏପରି ପରିବର୍ତ୍ତନକୁ ଆଶା କରି ରହିଥିଲା। ତେଣୁ ଅନନ୍ତର ଏଭଳି କଥା ଶୁଣି ତାର ଆନନ୍ଦର ଆଉ ସୀମା ରହିଲା ନାହିଁ। ସେ ଖୁସିରେ କହିଉଠିଲା, ଘର ତୋଳିବାରେ ତୁମେ ଯଦି ଟିକିଏ ଆଗରୁ ଏତିକି ସହଯୋଗ କରିଥାନ୍ତ, ତେବେ ଭଡ଼ାଘରେ ରହିବାର ଦୁଃଖରୁ ଆମକୁ କେବେଠାରୁ ତ୍ରାହି ମିଳିସାରନ୍ତାଣି। ଅନନ୍ତ ପତ୍ନୀଙ୍କର ଆନନ୍ଦରେ ଭାଗ ନେଇ କହିଲା, ପ୍ରକୃତରେ ଏପରି ଦୁଃସ୍ଥିତିରୁ ଉଦ୍ଧାର ପାଇଁ ତୁମର ଅବଦାନ ସବୁଠୁ ବେଶୀ। ଯେଉଁ ପତ୍ନୀ ପତିର ଆୟର ଦୁରୁପଯୋଗ ନ କରି ସଞ୍ଚୟ ମନୋବୃତ୍ତିରେ ପରିବାର ଚଳାଇବେ, ତାଙ୍କର ପରିବାର ଏହିପରି ଅସାଧ୍ୟ କାର୍ଯ୍ୟ ସାଧନ ହେବା କିଛି ବି ଅସମ୍ଭବ କଥା ନୁହେଁ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ଏହି ଗଳ୍ପଟି କିପରି ଲାଗିଲା ଆପଣଙ୍କ ମତ କମେଣ୍ଟସ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ତା ସହିତ ଚ୍ୟାନେଲଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଭିଡ଼ିଓଟି ଆପଣ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।